ଯେତେବେଳେ ଆପଣ ବାହାରୁ କାମ ସାରିକି ଫେରନ୍ତି ଘରକୁ ଆଉ ବହୁତ ଅଧିକ ଗରମ ଲାଗେ ଆପଣଙ୍କୁ, ତ ଆପଣ କ'ଣ କରନ୍ତି, ଫ୍ରିଜରୁ ଗୋଟିଏ ପାଣି ବଟଲକୁ ଆପଣ କାଢ଼ିଲେ ଆଉ ତାକୁ ପିଇଦେଲେ। କିନ୍ତୁ ଏଇ ଫ୍ରିଜର ପାଣି କେବଳ ଆପଣଙ୍କର ପାଟିକୁ ହିଁ ଥଣ୍ଡା କରେ, ଆପଣଙ୍କର ପେଟକୁ କେବେ ବି ଥଣ୍ଡା କରେନି। ଆପଣଙ୍କର ଜଏଣ୍ଟ ପେନ୍କୁ ବି ଏଇ ଫ୍ରିଜର ପାଣି ବଢ଼େଇ ଦିଏ। ତେବେ କେମିତି ଏତେ ଗରମରେ ଆପଣଙ୍କର ପେଟ ଥଣ୍ଡା ହେଇପାରିବ, ଆହୁରି ବହୁତ ସାରା ହେଲ୍ଥ ବେନିଫିଟ୍ ଆପଣଙ୍କୁ ମିଳିବ। ଆଜି ଗୋଟିଏ ଏମିତି ସାମଗ୍ରୀ ବିଷୟରେ ଆପଣ ଜାଣିବେ ଯୋଉଟା ଆପଣଙ୍କୁ ବହୁତ ସାରା ବେନିଫିଟ୍ ଦେବା ସହିତ ପେଟକୁ ଥଣ୍ଡା କରିବ ଆଉ ଏଥିରେ ଆପଣଙ୍କର ଜଏଣ୍ଟ ପେନ୍ର ସମସ୍ୟା ବି ଦୂର ହୁଏ। ତ ଚାଲନ୍ତୁ ଜାଣିବା କ'ଣ ସେ ସାମଗ୍ରୀ, କେମିତି ଏହାକୁ ଆପ୍ଲାଏ କରିବେ। ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା କି ମୋର ଆଗକୁ ଆସୁଥିବା ଏହିପରି ବହୁତ ସାରା ହେଲ୍ପଫୁଲ୍ ଭିଡ଼ିଓସ୍ ଆପଣମାନେ ଦେଖିପାରିବେ। ଆଜି ମୁଁ ଆପଣଙ୍କୁ କହୁଛି ଗୋନ୍ଦ କତିରା ବିଷୟରେ। ଗୋନ୍ଦ କତିରା ଆପଣଙ୍କୁ ବହୁତ ସାରା ହେଲ୍ଥ ବେନିଫିଟ୍ ଦିଏ। ଯଦି ଇଂଲିଶର ଏହାର ନାଁ କହିବା ତେବେ ଟ୍ରାକେଣ୍ଟ ଗମ୍ ଏହାକୁ କୁହାଯାଏ। ଏଇଟା ଗୋଟିଏ ପ୍ରକାର ଗଛର ଅଠା, ଯୋଉଟାକି ଖାଦ୍ୟ ଉପଯୋଗୀ ଅଠା, ଆଉ ଏଥିରେ ବହୁତ କିଛି ଆପଣଙ୍କୁ ମିଳିପାରିବ। ଭିଟାମିନ୍ ସି, ଆଣ୍ଟିଅକ୍ସିଡେଣ୍ଟ ଏଥିରେ ଭରପୁର ମାତ୍ରାରେ ରହିଛି। ଏହା ସହିତ ଆପଣଙ୍କୁ କ୍ୟାଲସିୟମ ବି ଏଥିରେ ବହୁତ ସାରା ମିଳେ। ସବୁଠାରୁ ବଡ଼ ହେଲ୍ଥ ବେନିଫିଟ୍ ହେଉଛି ଗୋନ୍ଦ କତିରାର ଯେ ଏଇଟା ଆପଣଙ୍କର ପେଟକୁ ଥଣ୍ଡା କରେ। ଆଉ ଏଇ ଗରମ ସିଜନରେ ଯେତେବେଳେ ଆପଣ ଏହାକୁ ଆପ୍ଲାଏ କରନ୍ତି, ଏଥିରେ ଆପଣଙ୍କର ପେଟ କେବେ ବି ଗରମ ହେବାର ସମସ୍ୟା ହେବ ହିଁ ନାହିଁ। ଆଉ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ କି ମୋର ଭିଡ଼ିଓକୁ କମେଣ୍ଟ କରନ୍ତି ଆଉ କହନ୍ତି ଯେ ପେଟ ଗରମ ହେଇଯାଉଛି, ଯେତେ ଯାହା ଖାଇଲେ ବି ଥଣ୍ଡା ହେଇପାରୁନି। ଆପଣ ଥରେ ଏହି ଗୋନ୍ଦ କତିରାକୁ କିଛି ଦିନ ଆପ୍ଲାଏ କରିକି ଦେଖନ୍ତୁ, ନିଶ୍ଚୟ ଦେଖିବେ ଆପଣଙ୍କର ପେଟ ଥଣ୍ଡା ହେଇପାରିବ। ଏଇଟା ମୁଁ କାହିଁକି କହୁଛି, କାରଣ ଏଇ ଯେଉଁ ଗୋନ୍ଦ କତିରା ଏଇଟା ପ୍ରାୟତଃ ସବୁ ଏରିଆରେ ଆମ ଦେଶରେ ମିଳେ ନାହିଁ। ଏଇଟା ମୁଖ୍ୟତଃ ମିଳେ ରାଜସ୍ଥାନ, ପଞ୍ଜାବ, ହରିୟାଣା। ଆଉ ରାଜସ୍ଥାନରେ ବି ଲୋକମାନଙ୍କ ପାଖରେ ଆପଣ ଦେଖିବେ ଯେ ପାଣିର ସୁବିଧା ଆଦୌ ବି ନାହିଁ। ଯୋଉଠି ପାଣିର ସୁବିଧା ନାହିଁ, ତେବେ ସେଠି ଆପଣ କେମିତି ଭାବିପାରିବେ ଯେ ସେମାନେ ପାଣି ଅଧିକ ମାତ୍ରାରେ ପିଇକି ପେଟକୁ ଥଣ୍ଡା କରୁଥିବେ। କାରଣ ସେଠି ତ ଏଇ ଗ୍ରୀଷ୍ମ ଋତୁରେ 50 ଡିଗ୍ରୀ ସେଲସିୟସରୁ ବି ଉପରକୁ ଟେମ୍ପରେଚରଟା ପଳାଇଯାଏ। ତ ଏତେ ଅଧିକ ଗରମରେ ସେମାନେ ନିଜ ଶରୀରକୁ ଆଉ ପେଟକୁ କେମିତି ଥଣ୍ଡା ରଖିପାରୁଛନ୍ତି ଆଉ କମ୍ ପାଣି ପିଇକି। ତେବେ ସେମାନେ ଏହି ଗୋନ୍ଦ କତିରାକୁ ଆପ୍ଲାଏ କରନ୍ତି। ଯଦି ଏହି ଗୋନ୍ଦ କତିରାକୁ କେବଳ ଥରେ ବି ଆପଣ ଗୋଟେ ଗ୍ଲାସ ପାଣିରେ ଆପ୍ଲାଏ କରିବେ, ନିଶ୍ଚୟ ଏଥିରେ ଆପଣଙ୍କର ପେଟ ବି ଥଣ୍ଡା ହେଇପାରିବ ଆଉ ଏଥିରେ ଆପଣଙ୍କର ଶରୀର ବି ସତେଜ ରହିବ, ଏନର୍ଜେଟିକ୍ ଆପଣ ଫିଲ୍ କରିବେ। କେମିତି ଏହାକୁ ଆପ୍ଲାଏ କରିବେ ଆଗକୁ ଏହି ଭିଡ଼ିଓରେ ଜାଣିବେ, କିନ୍ତୁ ଫାର୍ଷ୍ଟ ଆପଣ ଜାଣନ୍ତୁ ଯେ କ'ଣ ଏଥିରେ ଆପଣଙ୍କୁ ହେଲ୍ଥ ବେନିଫିଟ୍ସ ମିଳିଥାଏ। ଯେମିତିକି ଫାର୍ଷ୍ଟ ଆପଣଙ୍କୁ କହିଲି ଯେ ପେଟ ଥଣ୍ଡା କଥା, ଏଥିରେ ବହୁତ ସାରା ଆପଣଙ୍କୁ ଭିଟାମିନ୍ ସି ମିଳେ। ଭିଟାମିନ୍ ସି ଆପଣମାନେ ଜାଣିଛନ୍ତି ଲେମ୍ବୁରେ ବି ରହିଛି, ଲେମ୍ବୁ ବି ଆପଣଙ୍କର ପେଟକୁ ଥଣ୍ଡା କରିଥାଏ। ତ ଭିଟାମିନ୍ ସି ଯେହେତୁ ଏଥିରେ ବହୁତ ସାରା ରହିଛି, ଏଇଟା ଆପଣଙ୍କର ପେଟକୁ ବହୁତ ବଢ଼ିଆ ଭାବରେ ଥଣ୍ଡା କରେ। ଯେତେବେଳେ ରେଗୁଲାର ଏହାକୁ କିଛି ଦିନ ଆପଣ ଆପ୍ଲାଏ କରନ୍ତି, ଏଥିରେ ଆପଣଙ୍କର କନଷ୍ଟିପେସନର ସମସ୍ୟା ବି କମେ। ଯଦି ଆପଣଙ୍କର ପେଟ ସଫା ହେଉନି, ନିଶ୍ଚୟ ଏହାକୁ କିଛି ଦିନ ରେଗୁଲାର ଆପଣ ଆପ୍ଲାଏ କରନ୍ତୁ। କିନ୍ତୁ ଏଇଟା ଗୋଟେ କଥା ଆପଣଙ୍କୁ କହି ରଖେ ଯେ ବର୍ଷ ସାରା ଆପଣ ଯଦି ଚାହିଁବେ ଏହାକୁ ଆପ୍ଲାଏ କରିପାରିବେ ନାହିଁ। ଯେହେତୁ ଏଇଟା ଗୋଟିଏ ଥଣ୍ଡା ଖାଦ୍ୟ ଆଉ ଏଥିରେ ଆପଣଙ୍କର ଶରୀର ବି କିଛି ମାତ୍ରାରେ ଥଣ୍ଡା ହୁଏ, ପେଟ ବି ଥଣ୍ଡା ହୁଏ। ତ କେବଳ ଏଇ ଗ୍ରୀଷ୍ମ ଋତୁରେ ହିଁ ଆପଣଙ୍କୁ ଏଇଟା ବହୁତ ସାରା ବେନିଫିଟ୍ ଦେବ। ଅନ୍ୟ କୌଣସି ଋତୁରେ ଆପଣ ଏହାକୁ ଆପ୍ଲାଏ କରିବେ ନାହିଁ। ତ ଯେଉଁମାନଙ୍କର ପେଟ ଆଦୌ ବି ସଫା ହେଉନି, ସେମାନେ ଯଦି କିଛି ଦିନ ଏହାକୁ ରେଗୁଲାର ଆପ୍ଲାଏ କରୁଛନ୍ତି, ପେଟ ନିଶ୍ଚୟ ଏଥିରେ ଆପଣଙ୍କର ସଫା ହେବ, କାରଣ ଏଥିରେ ଫାଇବରର ମାତ୍ରା ବି ଥାଏ। ଏଥିରେ ବହୁତ ଅଧିକ କ୍ୟାଲସିୟମ ଆଉ ମ୍ୟାଗ୍ନେସିୟମ ବି ରହିଛି। କ୍ୟାଲସିୟମ ଆପଣଙ୍କର ହାଡ଼କୁ ମଜବୁତ କରେ, ଆପଣଙ୍କର ଜଏଣ୍ଟ ପେନ୍କୁ କମାଏ। ଏଥିରେ ଆପଣଙ୍କର ମାଂସପେଶୀ ବି ଷ୍ଟ୍ରଙ୍ଗ ହୁଏ। ଆପଣ ଭାବୁଥିବେ ଯେ ଯଦି ଫ୍ରିଜର ପାଣି ଜଏଣ୍ଟ ପେନ୍କୁ ବଢ଼ଉଛି, ତେବେ ଏଟା ବି ତ ଥଣ୍ଡା ଖାଦ୍ୟ, ଥଣ୍ଡା ହୁଏ ଶରୀର, ଏଥିରେ କାହିଁକି ଜଏଣ୍ଟ ପେନ୍ ବଢ଼ିବନି। ଦେଖନ୍ତୁ, ଶରୀର ଆପଣଙ୍କର ଥଣ୍ଡା ହେବ ଏଥିପାଇଁ ଯେ ଏଇଟା ଆପ୍ଲାଏ କରିବା ଦ୍ୱାରା ଆପଣଙ୍କର ପେଟ ଥଣ୍ଡା ହୋଇଛି। ଆଉ ମୁଁ ବହୁତ ସାରା ଭିଡ଼ିଓରେ କହିଛି ଯେ ପେଟ ଯେହେତୁ ଆପଣଙ୍କ ଶରୀରର ସେଣ୍ଟରରେ ରହୁଛି ଆଉ ପେଟ ହେଉଛି ଆପଣଙ୍କ ପୁରା ଶରୀରର ମେସିନ୍। ତ ଯଦି ପେଟ ଆପଣଙ୍କର ଥଣ୍ଡା ହେବ, ନିଶ୍ଚୟ ଆପଣଙ୍କର ଶରୀର ବି ଥଣ୍ଡା ହେବ। କିନ୍ତୁ ଏତେ ଅଧିକ ବି ଶରୀର ଥଣ୍ଡା ହେବନି ଯେ ଜଏଣ୍ଟ ପେନ୍ ବଢ଼ିବ। ଏଥିରେ ଆପଣଙ୍କର ଜଏଣ୍ଟ ପେନ୍ ବଢ଼େନି, ଏଥିରେ ଆପଣଙ୍କର ଜଏଣ୍ଟ ପେନ୍ କମେ। କାରଣ ଯେଉଁ ପ୍ରକାରର କ୍ୟାଲସିୟମର ଅଭାବ ଯୋଗୁଁ ଆପଣଙ୍କର ଜଏଣ୍ଟ ପେନ୍ ବଢ଼ୁଛି, ତ ସେ କ୍ୟାଲସିୟମ ଆପଣଙ୍କର ଅଭାବ ଦୂର ହେବ, ଯେଉଁଥିରେ ଆପଣଙ୍କର ହାଡ଼ ମଜବୁତ ହେବ, ମାଂସପେଶୀ ବି ଆପଣଙ୍କର ମଜବୁତ ହେଇପାରିବ। ଭିଟାମିନ୍ ସି ଆଉ ଆଣ୍ଟିଅକ୍ସିଡେଣ୍ଟର ମାତ୍ରା ଏଥିରେ ବହୁତ ଅଧିକ ରହିଛି। ତ ଯାହା ବି ଆପଣ ଅନ୍ୟାନ୍ୟ ଖାଦ୍ୟ ଖାଉଛନ୍ତି, ସେ ସବୁ ଖାଦ୍ୟରେ ଆଇରନ୍, କ୍ୟାଲସିୟମ, ଯାହା ବି ସବୁ ଭିଟାମିନ୍ସ ରହିଛି, ଏ ସବୁ ଅବଶୋଷଣ ହେଇପାରିବ ଆପଣଙ୍କ ଶରୀରରେ ଠିକ୍ ଭାବରେ। ପ୍ଲସ୍ ଡାଇଜେଷ୍ଟିଭ୍ ସିଷ୍ଟମ ବି ଇମ୍ପ୍ରୁଭ୍ ହେବ, କାରଣ ଯେହେତୁ ଭିଟାମିନ୍ ସି ରହିଛି, ଏଥିରେ ଡାଇଜେଷ୍ଟିଭ୍ ସିଷ୍ଟମ ନିଶ୍ଚୟ ଆପଣଙ୍କର ଇମ୍ପ୍ରୁଭ୍ ହୁଏ। ଆଉ ଆଣ୍ଟିଅକ୍ସିଡେଣ୍ଟ ଆପଣଙ୍କର ଇମ୍ୟୁନ୍ ସିଷ୍ଟମକୁ ଷ୍ଟ୍ରଙ୍ଗ କରିଥାଏ। ଏତେ ସବୁ ଫାଇଦା ଏଥିରେ ଆପଣଙ୍କୁ ମିଳୁଛି। ଆଉ ଆଣ୍ଟିଅକ୍ସିଡେଣ୍ଟ ଆପଣଙ୍କର ସ୍କିନ୍ର କ୍ୱାଲିଟିକୁ ମଧ୍ୟ ବେଟର କରେ, ଆପଣଙ୍କର ଚୁଟିର କ୍ୱାଲିଟିକୁ ମଧ୍ୟ ବେଟର କରେ। ଆଉ କ'ଣ ଏଥିରେ ଆପଣଙ୍କୁ ମିଳେ?
ଆପଣଙ୍କ ଶରୀରକୁ ଏନର୍ଜେଟିକ୍ ଫିଲ୍ ହୁଏ। ଯେତେବେଳେ ଏହାକୁ ଆପଣ ରେଗୁଲାର କିଛି ଦିନ ଆପ୍ଲାଏ କରନ୍ତି ଦେଖିବେ ଏନର୍ଜେଟିକ୍ ଆପଣଙ୍କ ଶରୀରକୁ ଫିଲ୍ ହେବ, ଫୁର୍ତ୍ତି ଫୁର୍ତ୍ତି ଲାଗିବ ଆଉ ଏଥିରେ ଆପଣଙ୍କର ଥକାପଣ ବି ଦୂର ହୁଏ। ଆପଣ ଯେତେବେଳେ ଏଇ ଗ୍ରୀଷ୍ମ ଋତୁରେ ମାର୍କେଟରେ ଲସି ପିଅନ୍ତି, ଲସି ଉପରେ ଟିକେ ବୁଷ୍ଟ ସେମାନେ ପକେଇ ଦିଅନ୍ତି। ବୁଷ୍ଟ କାହିଁକି ପକାନ୍ତି? ଆପଣମାନେ ଦେଖିଥିବେ ବହୁତ ସାରା ଆଡ୍ରେ ଦେଖାଏ ଏନର୍ଜି ବୁଷ୍ଟର ଭାବରେ ବୁଷ୍ଟ ଆପଣଙ୍କ ପାଇଁ କାମ ଦିଏ। ତ ଠିକ୍ ସେହିପରି ଯେତେବେଳେ ଏହି ଗୋନ୍ଦ କତିରାକୁ ଆପଣ ଆପ୍ଲାଏ କରନ୍ତି ଗୋଟିଏ ଏନର୍ଜି ବୁଷ୍ଟର ଭଳି ଆପଣଙ୍କ ଶରୀର ପାଇଁ କାମ ଦେଇପାରିବ। ତ ଏବେ ଜାଣିବା ଯେ ଏହାକୁ କେମିତି ଆପଣ ଆପ୍ଲାଏ କରିବେ। ଦେଖନ୍ତୁ ଗୋନ୍ଦ କତିରା ଗୋଟିଏ ଅଠା ଯେମିତି କହିଲେ ଆପଣଙ୍କୁ, ତ ଗୋଟିଏ ପ୍ରକାର ଅଠା ଏଇଟା ଯୋଉଟାକି ଖାଦ୍ୟ ଉପଯୋଗୀ। ଆଉ ଯେତେବେଳେ ଏଇଟା ଆପଣ କିଛି ସମୟ ପର୍ଯ୍ୟନ୍ତ ପାଣିରେ ଭେଦେଇ ଦିଅନ୍ତି ତ ସେଇଟା ଭେଦିକି ଫୁଲିଯାଏ ଆଉ ଫୁଲିକି ପୁରା ସଫ୍ଟ ହେଇଯାଏ। ଆଉ ଯେତେବେଳେ ଆପଣ ଏହାକୁ ଆପ୍ଲାଏ କରିବେ ମନେ କରନ୍ତୁ ଆପଣଙ୍କୁ ଦିନ 12ଟା କିମ୍ବା ଗୋଟାଏ ଭିତରେ ଏହାକୁ ଆପ୍ଲାଏ କରିବାର ଅଛି। ସକାଳେ ବି ଆପଣ ଆପ୍ଲାଏ କରିପାରିବେ କିନ୍ତୁ ଦିନ ସମୟରେ ଆପଣ ଯେଉଁ ସମୟରେ ବାହାରୁ ଫେରୁଛନ୍ତି ବହୁତ ଅଧିକ ଗରମ ହେଉଛି ତ ଆପଣ ଜାଣିଛନ୍ତି ଯଦି ବାହାରକୁ ଯିବାର ଅଛି ଫେରିବେ ଗରମ ହେବ କିଛି ଗୋଟେ ଥଣ୍ଡା ପାନୀୟ ଆପଣଙ୍କର ଦରକାର। ସକାଳେ ଏହାକୁ ଅଧ ଚାମଚ ନେଇକି ଆପଣ ପାଣିରେ କିଛି ଭେଦେଇ ଦିଅନ୍ତୁ। ଆପଣ ଯେତେବେଳେ ମନେ କରନ୍ତୁ ଅଧ ଚାମଚ ଆପଣ ଗୋନ୍ଦ କତିରା ନେଇଗଲେ ତାକୁ ଅଳ୍ପ କିଛି ପାଣିରେ ଆପଣ ଭେଦେଇକି ଛାଡ଼ି ଦିଅନ୍ତୁ। ଦେଖିବେ 2-3 ଘଣ୍ଟାରେ ଫୁଲିଯିବ, ପୁରା ବଢ଼ିଆ ଭାବରେ ଫୁଲିଯିବ, ଜେଲି ଟାଇପ୍ର ପୁରା ସଫ୍ଟ ହେଇଯିବ ଏଇଟା। ତ ଆପଣ ଲେମ୍ବୁ ପାଣି ପ୍ରସ୍ତୁତ କରନ୍ତୁ। ଗୋଟେ ଗ୍ଲାସ ପାଣି ନେଇଗଲେ ଆପଣଙ୍କ ପାଇଁ ପର ପର୍ସନ ମୁଁ କହୁଛି ଗୋଟେ ଗ୍ଲାସ ଲେମ୍ବୁ ପାଣି ଆପଣ ପ୍ରସ୍ତୁତ କରିବେ। ଗୋଟେ ଗ୍ଲାସ ପାଣି ଆପଣ ନର୍ମାଲ ଟେମ୍ପରେଚର ୱାଟର ହିଁ ନିଅନ୍ତୁ। ଫ୍ରିଜର ଥଣ୍ଡା ପାଣି କେବେ ବି ନେବେନି କାରଣ ଗୋନ୍ଦ କତିରା ତ ନିଜ ଭିତରେ ହିଁ ଥଣ୍ଡା। ନର୍ମାଲ ଟେମ୍ପରେଚର ପାଣି ଆପଣ ନେଇଗଲେ ସେଥିରେ ଆପଣ ଲେମ୍ବୁ ଚିପୁଡ଼ି ଦିଅନ୍ତୁ। ସେଥିରେ ଆପଣ ମିଶ୍ରି ଟିକେ ମିଶେଇଦେବେ, ଚିନି ମିଶେଇବେନି, ମିଶ୍ରି ହିଁ ମିଶେଇବେ। ମିଶ୍ରି ବି ଆପଣଙ୍କ ପାଇଁ ପେଟର ବହୁତ ସାରା ସମସ୍ୟାକୁ ଦୂର କରେ। ଏଥିରେ ଆପଣ ଟିକେ ବିଟ ଲୁଣକୁ ମିଶେଇବେ ଟିକେ ଟେଷ୍ଟ, କାରଣ ଲେମ୍ବୁ ପାଣି ଯେହେତୁ ବିଟ ଲୁଣ ଟେଷ୍ଟି ବି କରିବ ଆଉ ପେଟର ବହୁତ ସାରା ସମସ୍ୟାକୁ ଦୂର କରେ, ଡାଇଜେଷ୍ଟିଭ ସିଷ୍ଟମକୁ ଇମ୍ପ୍ରୁଭ କରେ ବିଟ ଲୁଣ। ତ ଲେମ୍ବୁ ପାଣି ଆପଣ ପ୍ରସ୍ତୁତ କଲେ, ଲେମ୍ବୁ ଚିପୁଡ଼ି ଦେଲେ, ମିଶ୍ରି ମିଶେଇଲେ, ବିଟ ଲୁଣକୁ ମିକ୍ସ କଲେ। ଏବେ ଏଥିରେ ଯେଉଁ ଭେଦା ଯାଇଥିବା ଗୋନ୍ଦ କତିରା ଆପଣଙ୍କ ପାଖରେ ଅଛି ଗୋଟେ ଚାମଚ ସେଇଥିରୁ ଆଣନ୍ତୁ ଆଉ ଏହି ପାଣିରେ ଆପଣ ମିକ୍ସ କରନ୍ତୁ। ମିକ୍ସ କରିଦିଅନ୍ତୁ ଆଉ ସେଇ ପାଣିକୁ ପିଇ ଦିଅନ୍ତୁ। ଗୋନ୍ଦ କତିରାର ଯେତେ ସବୁ ବେନିଫିଟ୍ ରହିଛି ସବୁ ଆପଣଙ୍କ ପାଖକୁ ଯିବ, ଆପଣଙ୍କର ପେଟକୁ ଯିବ। ଏଥିରେ ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମ ଇମ୍ପ୍ରୁଭ ହେଲା, ଆପଣଙ୍କର ଶରୀର ଥଣ୍ଡା ବି ହେଲା, ପେଟ ବି ଥଣ୍ଡା ହେଇପାରିଲା। ବହୁତ ସାରା ଫାଇଦା ଯାହା ଯାହା ଆପଣଙ୍କୁ କହିଲି ସବୁ ମିଳିପାରିବ। ଏବେ ଆପଣ ଭାବିବେ ଯେ ପାଟିକୁ ତ ଥଣ୍ଡା ଲାଗୁନି କଣ କରିବୁ। ଏବେ ଆପଣ ଯେଉଁ ସଲ୍ୟୁସନଟା ପ୍ରସ୍ତୁତ କଲେ ପୁରା ଲେମ୍ବୁ ପାଣିଟା ପ୍ରସ୍ତୁତ କରିସାରିଲେ ସେଥିରେ ଗୋଟେ ଆଇସ୍ କ୍ୟୁବ୍ ଆପଣ ମିକ୍ସ କରିଦିଅନ୍ତୁ। ସେଟା ଟିକେ ଥଣ୍ଡା ହେଇଯିବ, ଭଲ ବି ଲାଗିବ। ଆଉ ଗୋନ୍ଦ କତିରା ତ ନିଜ ଭିତରେ ହିଁ ଥଣ୍ଡା, ବହୁତ ହି ବଢ଼ିଆ ଲାଗିବ ଆପଣଙ୍କୁ। ଆଉ ଯେତେବେଳେ ରେଗୁଲାର କିଛି ଦିନ ଆପ୍ଲାଏ କରନ୍ତି ଦେଖିବେ ଏଇଟା ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ପୁରା କୌଣସି ପ୍ରକାର କୋଲ୍ଡ ଡ୍ରିଙ୍କସ୍ ଭୁଲିଯିବେ, ଆପଣ ଫ୍ରିଜର ଥଣ୍ଡା ପାଣି ଭୁଲିଯିବେ ଆଉ କେବଳ କହିବେ ମୁଁ ଏଇଟାକୁ ହିଁ ସବୁବେଳେ ପିଇବି। କିନ୍ତୁ ଦିନକୁ 3-4 ଥର ଏମିତି ଭାବରେ ଆପଣ କେବେ ବି ପିଇବେନି। ଦିନକୁ ମାତ୍ର ଥରେ ହିଁ ଏହାକୁ ଆପ୍ଲାଏ କରିବେ, ଥରେ ହିଁ ପିଇବେ ଆଉ ଗୋଟେ ଚାମଚ ଆପଣଙ୍କ ପାଇଁ ଯଥେଷ୍ଟ। ତ ଆଜିର ଭିଡ଼ିଓରେ ଆପଣ ଗୋନ୍ଦ କତିରାର କିଛି ବେନିଫିଟ୍ ବିଷୟରେ ଜାଣିଲେ, କେମିତି ଆପ୍ଲାଏ କରିବେ ଏହାକୁ ସେ ବିଷୟରେ ବି ଜାଣିଲେ। ଆଜିର ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଲା ଆପଣଙ୍କ ସାଙ୍ଗମାନଙ୍କ ପାଖକୁ ସେୟାର କରନ୍ତୁ ନିଶ୍ଚୟ। ଆଜି ପାଇଁ ଏତିକି।